ସିଏମ୍ କିଷାନ ଯୋଜନା ପରେ ଏବେ ମିଳିବ ପିଏମ୍ କିଷାନ ଯୋଜନା। ତ ଦେଖନ୍ତୁ ଆପଣମାନେ ପିଏମ୍ କିଷାନ ଯୋଜନା 20ତମ କିସ୍ତି ଆପଣମାନେ ଅପେକ୍ଷା କରି ବସିଛନ୍ତି, ଯାହାକି କେବେ ମିଳିବ। କିନ୍ତୁ ଏବେ ଆପଣଙ୍କ ପାଇଁ ଖୁସି ଖବର ଆସିଯାଇଛି, ଯାହାକି ଆପଣମାନେ ଖୁବ୍ ଶୀଘ୍ର ଏଇ ଡିବିଟି ମାଧ୍ୟମରେ ଆପଣଙ୍କ ଆକାଉଣ୍ଟକୁ ପିଏମ୍ କିଷାନ ଯୋଜନା ଆପଣମାନେ ପାଇପାରିବେ। ତ ଦେଖନ୍ତୁ କ'ଣ ରହିଛି, ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ଯାହାକି ଆପଣମାନେ ଭିଡ଼ିଓକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର ସବସ୍କ୍ରାଇବ୍ କରନ୍ତୁ, ଯାହାକି ଏମିତି ପ୍ରତିଦିନ ନୂଆ ନୂଆ ଭିଡ଼ିଓ ଆପଲୋଡ଼ ଆପଣମାନେ ଖୁବ୍ ଶୀଘ୍ର ପାଇପାରିବେ। ତ ଦେଖନ୍ତୁ ନୂଆ ହିତାଧିକାରୀଙ୍କ ମିଳିବ ଆଉ ନୂଆ ଲିଷ୍ଟ ଜାରି କରାଯାଇଛି। ତ ଦେଖନ୍ତୁ ଯଦି ଆପଣମାନେ ଆବେଦନ କରିଥିଲେ ତାହେଲେ ଆପଣଙ୍କ ପାଇଁ ଖୁସି ଖବର, ଯାହାକି ନୂଆ ହିତାଧିକାରୀଙ୍କୁ ମିଳିବ, ତା ସହିତ ଲିଷ୍ଟ ବି ଜାରି କରାଯାଇଛି। ଆଉ କେଉଁମାନଙ୍କୁ ମିଳିବ ନାହିଁ, ଯାହାକି ବାଦ କରାଯାଇଛି, ତାହା ମଧ୍ୟ ଆପଣମାନେ ଜାଣିବେ। ତ ଦେଖନ୍ତୁ 10 ଜୁନରେ ପଇସା ପଠାଯାଇଛି, କିନ୍ତୁ ସେନ୍ସନ୍ ପେଣ୍ଡିଂ କରାଯାଇଛି। ତେବେ ଯେବେ ତାରିଖ ସଂଶୋଧନ ହେବ ସେଇଦିନ ପଇସା ପଠାଯିବ, ଯାହାକି 20ତମ କିସ୍ତି କୃଷକଙ୍କ ଆକାଉଣ୍ଟକୁ ଜୁନ 15ରୁ 20 ତାରିଖ ଭିତରେ ଡିବିଟି ମାଧ୍ୟମରେ ପଠାଯିବ, ଯାହାକି 20ତମ କିସ୍ତି ଆପଣଙ୍କ ଆକାଉଣ୍ଟକୁ। ତ ଦେଖନ୍ତୁ କେଉଁମାନେ ବାଦ ହେବେ, ଯେଉଁମାନେ ଇକେୱାଇସି କରିନାହାନ୍ତି ବା ଲ୍ୟାଣ୍ଡ ସିଡ଼ିଂ କରିନାହିଁ ଆଉ ବ୍ୟାଙ୍କ ସହିତ ଆଧାର ଲିଙ୍କ କରିନାହାନ୍ତି, ତାହେଲେ ଆପଣମାନେ ମଧ୍ୟ ଏଇ ବାଦ ପଡ଼ିବେ, ଯାହାକି 20ତମ କିସ୍ତି ମଧ୍ୟ ଆପଣମାନେ ପାଇପାରିବେ ନାହିଁ। ତ ଆପଣମାନେ ଯଦି କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର ଆପଣମାନେ ଯାଆନ୍ତୁ, କରାନ୍ତୁ, CSC ସେଣ୍ଟର ଯାଇକରି ଆପଣମାନେ ପାଇପାରିବେ। ତ ଏଇଭଳିଆ ଆଜିର ଅପଡେଟ୍ସ ଥିଲା। ଆଶା କରୁଛି ଭିଡ଼ିଓ ଭଲ ଲାଗିବ, ତାହେଲେ ସେୟାର କରନ୍ତୁ, ଲାଇକ୍ କରନ୍ତୁ।